ଇମ୍ଫାରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡ ଜିତେନ୍ଦ୍ରିୟ ସାହୁ ଯିଏକି 13 ତାରିଖ ଦିନ ଏସ୍କର୍ଟ ଭାବେ ଇମ୍ଫାର ଟ୍ରକ୍ ସହିତ ଯୋଉ ତାଙ୍କର ଯୋଉ କ୍ରୋମାଇଟ୍ ନେଇକରି ବିଶାଖାପାଟଣା ବନ୍ଦରରୁ ଯାଇଥିଲେ ସେ ଆଉ ଫେରି ନାହାନ୍ତି। ଘଟଣାକୁ ପାଖାପାଖି 12 ଦିନ ହୋଇଗଲାଣି ଆଜକୁ। ତେବେ କୁଆଡେ ଗଲେ ଜିତେନ୍ଦ୍ରିୟ ସାହୁ ଏପର୍ଯ୍ୟନ୍ତ ଇମ୍ଫା ପକ୍ଷରୁ କୌଣସି ଉତ୍ତର ଦିଆଯାଇ ନାହିଁ। ଯଦି ତାଙ୍କଠାରେ କାମ କରୁଥିବା ଜଣେ ସିକ୍ୟୁରିଟି ଗାର୍ଡ ନିଖୋଜ ଅଛନ୍ତି ଏପର୍ଯ୍ୟନ୍ତ, ଯିଏକି 16 ତାରିଖ ଦିନ ପହଞ୍ଚିବା କଥା ସେଠାରେ କିନ୍ତୁ ପହଞ୍ଚି ନାହାନ୍ତି, ବର୍ତ୍ତମାନ ଦାୟିତ୍ୱ କାହାର? ତେବେ ଏନେଇ ଯୋଉ ଆଉଟସୋର୍ସିଂ ସଂସ୍ଥା ରହିଛି କେୟାର ସିକ୍ୟୁରିଟି, ତା ସହିତ ଆମେ ଯୋଗାଯୋଗ କରିଥିଲୁ। ଆମ ସହିତ ଅଛନ୍ତି ଦିଲ୍ଲୀପ ବାବୁ ଅଛନ୍ତି, ତାଙ୍କର ଯୋଉ ସିକ୍ୟୁରିଟି ଇନଚାର୍ଜ ଅଛନ୍ତି। ଦିଲ୍ଲୀପ ବାବୁ, କଣ ହେଇଛି ଘଟଣା? ଯୋଉ ଜିତେନ୍ଦ୍ରିୟ ବାବୁଙ୍କର ଆଗକୁ 11-12 ଦିନ ହେଇଗଲାଣି, ପୁରାପୁରି ତାଙ୍କ ବିଷୟରେ କୌଣସି ଖୋଜ ଖବର ନାହିଁ। ଇମ୍ଫା କର୍ତ୍ତୃପକ୍ଷଙ୍କ ସହିତ ଆପଣ ଯୋଗାଯୋଗ କରିଥିଲେ କି ପୁଲିସ ସହିତ ଆପଣ ଯୋଗାଯୋଗ କରିଛନ୍ତି? କଣ ବର୍ତ୍ତମାନ ସ୍ଥିତି? ଦେଖନ୍ତୁ, ନମସ୍କାର। ଯେବେଠୁ ଜିତେନ୍ଦ୍ର ସାହୁ ନିଖୋଜ ବୋଲି ଆମେ ଜାଣିଲୁ, ପ୍ରାୟ 18 ତାରିଖ ଆମ ପାଖରେ ଖବର ପହଞ୍ଚିଲା। ଆମେ 19 ତାରିଖ ଦିନ ଏଫଆଇଆର ରେଜିଷ୍ଟ୍ରେସନ କଲୁ ଚୌଦ୍ୱାର ଥାନାରେ ଏବଂ ଆଇଆଇସି କି ଅନୁରୋଧ କଲୁ ଯେ ୟା ଉପରେ ତୁରନ୍ତ ପଦକ୍ଷେପ ନେବା ପାଇଁ। ଆଇଆଇସିଆର ମଧ୍ୟ ପ୍ରତିଶ୍ରୁତି ଦେଲେ ଏବଂ ତୁରନ୍ତ କହିଲେ ମୁଁ ମୋର ଟିମ୍ ବନେଇକି କାର୍ଯ୍ୟକ୍ରମ ଆରମ୍ଭ କରୁଛି। କିନ୍ତୁ ବର୍ତ୍ତମାନ ଆଜି ସୁଦ୍ଧା ଯାହା କାର୍ଯ୍ୟକ୍ରମ ଅଛି ସେଟା ଅଣ୍ଡର ଇନଭେଷ୍ଟିଗେସନରେ ଅଛି। ଯେତିକି ଆମେ ଏଫଆଇଆର ଦେଲା ପରେ ପଚାରିଛୁ, ବର୍ତ୍ତମାନ ସୁଦ୍ଧା ଆମ ଲେବୁଲରେ ଆମେ ଯାହା କରିବା କଥା କରିଛୁ। ଧରନ୍ତୁ, ଆମେ ବିଭିନ୍ନ ଜାଗାକୁ ଖବର ଦେବା କିମ୍ବା ବିଭିନ୍ନ ସୋର୍ସ ଲଗେଇ ଲୋକଙ୍କୁ କହିବା ଏବଂ ଓଡ଼ିଆ, ଇଂଲିଶ, ତେଲୁଗୁ ପେପରରେ ସେଗୁଡ଼ାକୁ ଆଡଭର୍ଟାଇଜମେଣ୍ଟ ଦେବା ଏବଂ ବିଭିନ୍ନ ସୋସିଆଲ ମିଡ଼ିଆରେ ତାକୁ ପ୍ରକାଶ କରିବା, ଏ କାମ ଆମେ ଜାରି ରଖିଛୁ। ଏବଂ ତାପରେ 20 ତାରିଖ ଦିନ ଯେଉଁ ଆମର ଆସିଥିଲେ ଦେବଗଡ଼ ବିଧାୟକ ବି ଆସିଥିଲେ, ବିଧାୟକ ସାର୍, ଏବଂ ତାଙ୍କର ପରିବାର ଲୋକ ମଧ୍ୟ ଆସିଥିଲେ। ସେମାନେ ମଧ୍ୟ ଥାନାରେ ଆସି ପହଞ୍ଚିଥିଲେ, ୟା ଉପରେ ଆଲୋଚନା କରିଛନ୍ତି। ସେଦିନ ବି ଆମେ ପ୍ରେଜେଣ୍ଟ ଥିଲୁ କମ୍ପାନୀ ତରଫରୁ। ତ ବର୍ତ୍ତମାନ କାର୍ଯ୍ୟକ୍ରମ ଆମେ ଜାରି ରଖିଛୁ। ଆମ ତରଫରୁ ଆମେ ଖୋଜାଖୋଜି କରୁଛୁ। ବାକି ତଦନ୍ତ ବର୍ତ୍ତମାନ ଆମର ଆଇଏସ୍ଆର୍ ନେଇଛନ୍ତି। ତାଙ୍କ ତରଫରୁ ଆଉ ତଦନ୍ତ କେତେ ବାଟ ଆଗେଇଛି କିମ୍ବା କ'ଣ ସେ ପାଇଛନ୍ତି, ଆମେ ପୁଣି ଥରେ ଯାଇକି ଭେଟିବୁ ସାର୍ଙ୍କୁ। ବର୍ତ୍ତମାନ ସୁଦ୍ଧା ଆମ ପାଖରେ ସେ ବିଷୟରେ ଆଉ କିଛି ନାହିଁ, କିଛି ଖବର ନାହିଁ। ଦିଲ୍ଲୀପ ବାବୁ, ଯୋଉ ୟାଙ୍କର ଯୋଉ ଗାଡିଟା ଯାଏ, ଯୋଉ ଇମ୍ଫାର ଯୋଉ ଟ୍ରକ୍ ଗୁଡିକ କ୍ରୋମାଇଟ୍ ନେଇକି ଯାଏ, ବନ୍ଦରରେ ଅନଲୋଡିଂ କରିକି ଫେରି ଆସନ୍ତି ସେମାନେ, ତ କଣ ପ୍ରୋସିଜର କଣ? ସେ କେବେ ସୁଦ୍ଧା ଆସିବା କଥା? ପୂର୍ବରୁ ମଧ୍ୟ ସବୁ ଅନେକ ଯୋଉ ଏସ୍କର୍ଟ ହିସାବରେ ଯାଇଥିବେ, ତ କଣ ଲାଗୁଛି ଆପଣଙ୍କୁ? ଇମ୍ଫା ପକ୍ଷରୁ ଆପଣଙ୍କ ସହିତ ଯୋଗାଯୋଗ ହୋଇଥିଲା କି? ଦେଖନ୍ତୁ, ଆମର ଯୋଉ ଗାଡ଼ି ଗୁଡ଼ାକ ଆକ୍ଚୁଆଲ ଯାଏ, ଯାହା ଆମେ ସାଇଟ୍ ସୁପରଭାଇଜର କିମ୍ବା ସେଠି ଯିଏ ଆମର ପ୍ଲାଣ୍ଟରେ ଅଛନ୍ତି ଇନଚାର୍ଜ, ଯେ ଗାଡ଼ି ଗୁଡ଼ିକରେ ପ୍ରତି 3 ଖଣ୍ଡ ଗାଡ଼ିରେ ଗୋଟେ ସିକ୍ୟୁରିଟି ଏକ୍ସଟେନସନରେ ମାନେ ଏସ୍କର୍ଟ ଡ୍ୟୁଟିରେ ଯାଆନ୍ତି। ଏବଂ ସେଦିନ ମଧ୍ୟ 13 ତାରିଖ 3ଟି ଗାଡ଼ିକି ଧରିକି ସେ ସିକ୍ୟୁରିଟି ଗାର୍ଡ ଏସ୍କର୍ଟ ଡ୍ୟୁଟିରେ ବାହାରିଛନ୍ତି। ତ ସେଠି 15 ତାରିଖ ଗାଡ଼ି ପହଞ୍ଚିକି ସେ ରିଟର୍ଣ୍ଣ କରି ଆସିବା କଥା। ଯଦି 15ରେ ନ ଆସିଲେ 16 ତାରିଖ ପହଞ୍ଚିବା କଥା। ତ 16 ତାରିଖରେ ବି ପହଞ୍ଚି ନାହାନ୍ତି, ଇମ୍ଫାରେ ପହଞ୍ଚିବା କଥା। ଯେହେତୁ ଇମ୍ଫାର ଗାଡ଼ି ଦାୟିତ୍ୱରେ ଯାଇଛନ୍ତି, ପୁଣି ସେ ଆସି ଇମ୍ଫାକୁ ରିପୋର୍ଟ କରିବା କଥା ଏବଂ ସେ ଆସି ପହଞ୍ଚିଲେ ନାହିଁ। ତେଣୁ 16 ତାରିଖ ବି ପହଞ୍ଚିଲେ ନାହିଁ, 17 ତାରିଖ ବି ପହଞ୍ଚିଲେ ନାହିଁ। ତେଣୁ 18 ତାରିଖ ଆମ ପାଖକୁ ଯେତେବେଳେ ଖବର ଆସିଲା, ଆମେ ତାକୁ 19 ତାରିଖ ଏଫଆଇଆର ରେଜିଷ୍ଟ୍ରେସନ କରିଛୁ। ଆଉ ଯେତେବେଳେ ସେ 15 କିମ୍ବା 16ରେ ପହଞ୍ଚିଲେ, ଇମ୍ଫା ପକ୍ଷରୁ ଆପଣଙ୍କୁ ଜଣାଯାଇଥିଲା କି? ନାଇଁ, ଆମ ପାଖକୁ କିଛି ଖବର ନଥିଲା। ତ ବର୍ତ୍ତମାନ ଯେହେତୁ ଆପଣ ତାଙ୍କୁ ସେଠାରେ ଇମ୍ଫାରେ ନିୟୋଜିତ କରିଛନ୍ତି, ତ ଦାୟିତ୍ୱଟା କାହାର ରହୁଛି? ଇମ୍ଫାର ଦାୟିତ୍ୱ ରହୁନି କି? ଦେଖନ୍ତୁ, ଦାୟିତ୍ୱ ବର୍ତ୍ତମାନ ଇମ୍ଫାର ଅଧିକ ଦାୟିତ୍ୱ। କାହିଁକି ନା ସେ ଯୋଉ ଜାଗାକୁ ପଠେଇଥିଲେ ସେଠି ତାଙ୍କର କୋଉ ସିଷ୍ଟମରେ ଗାଡ଼ି ଯାଏ, କେମିତି ଲୋକ ସେଠୁ ରିଟର୍ଣ୍ଣ କରନ୍ତି। ତେଣୁ ଇମ୍ଫାର ନିଶ୍ଚିତ ଭାବେ ଅଧିକ ଦାୟିତ୍ୱ ରହିଛି। କିନ୍ତୁ ବର୍ତ୍ତମାନ ଯେହେତୁ ଇନଭେଷ୍ଟିଗେସନ ଅଛି, ୟା ଉପରେ ଆମେ ଆଉ ଅଧିକ କିଛି କହିବାକୁ ପସନ୍ଦ କରୁନି କିମ୍ବା ଠିକ୍ ଲାଗୁନି। ଦିଲ୍ଲୀପ ବାବୁ, ଗୋଟେ କଥା ହଉଛି, ଇମ୍ଫା ଏପର୍ଯ୍ୟନ୍ତ ଏଇ ଘଟଣାକୁ ନେଇକି କିଛି କହିଲେଣି କି? ଆପଣଙ୍କ ସହିତ ଯୋଗାଯୋଗ କଲେଣି କି? ବା ତାଙ୍କ ପରିବାର ସହିତ ଯାହା ଆମେ ଶୁଣୁଥିଲୁ, ତାଙ୍କ ପରିବାର ବି ମଧ୍ୟ ତାଙ୍କୁ ମଧ୍ୟ କିଛି ଜଣାଇ ନଥିଲେ ଇମ୍ଫା। ତ କଣ ଗୋଟେ ତାଙ୍କ ପରିବାର ଗୋଟେ ରହିଛନ୍ତି, ଆଶା ଆଶଙ୍କାରେ ରହିଛନ୍ତି।
ଆପଣଙ୍କର ଜଣେ ଏମ୍ପ୍ଲୟି ଆପଣ ମଧ୍ୟ ଇମ୍ଫା ପକ୍ଷରୁ ଆପଣଙ୍କୁ କିଛି କୁହାଯାଇନି ନା? ନାଇଁ, ଇମ୍ଫା ପକ୍ଷକୁ ଆମେ କମ୍ୟୁନିକେସନ ମଧ୍ୟ କରିଛୁ। ୟା ଉପରେ କ'ଣ ଷ୍ଟାଟସ୍ ସେ ନେଇଛନ୍ତି ଏପର୍ଯ୍ୟନ୍ତ ଆମର କିଛି ହସ୍ତଗତ ହେଇନି, ଦେଇନାହାନ୍ତି। ଦ୍ୱିତୀୟତଃ ମୋର ଯେ ପାର୍ଟନର ମହେଶ୍ୱର ମହାନ୍ତି, ଆକ୍ଚୁଆଲି ସେ ତାଙ୍କ ଲିଙ୍କରେ କଥାବାର୍ତ୍ତା ହେଉଛନ୍ତି। ତ ଯେତେବେଳେ ଏ ଜିନିଷଟି ଆସିଛି ଆମ ହାତକୁ, ସେ ପ୍ରଥମେ ମହେଶ୍ୱର ମହାନ୍ତିକି ଆମର କହିଛନ୍ତି ଏବଂ ଆମେ ତା ଉପରେ ଏଫଆଇଆର ବି ରେଜିଷ୍ଟ୍ରେସନ କରିଛୁ। କିନ୍ତୁ ପୁଙ୍ଖାନୁପୁଙ୍ଖ ବର୍ତ୍ତମାନ ସବିଶେଷ ତଥ୍ୟ କିଛି ନାହିଁ ସେ ଯେଉଁ ନିଖୋଜ ହେଇଥିବା ପିଲାର। ତେଣୁ ପୋଲିସ ଇନଭେଷ୍ଟିଗେସନ ଆସିଲା ପରେ ଯାହା ଜଣାପଡ଼ିବ। ଏଭଳି ଘଟଣା ଆଗରୁ କେବେ ଘଟିଥିଲା? ନା, ଏ ପ୍ରଥମ ଘଟଣା। ଏବଂ ଯେଉଁ ପିଲା ଏସ୍କର୍ଟ ଡ୍ୟୁଟିରେ ଯାଆନ୍ତି ଆଗରୁ ମଧ୍ୟ ଯାଇଛନ୍ତି, ତାପରେ ମଧ୍ୟ ପିଲା ଯାଇଛନ୍ତି ଏସ୍କର୍ଟ ଡ୍ୟୁଟିରେ। ସେଠି 2-3ଟି ଏଜେନ୍ସି କାମ କରୁଛି, ଆମ ଭଳି ଆମେ ଯେମିତି କାମ କରୁଛୁ ଆଉ ଗୋଟେ 2ଟି ଏଜେନ୍ସି କାମ କରୁଛି। ତେଣୁ ତାଙ୍କର ଏଇ ଯେଉଁ ଏସ୍କର୍ଟ ଡ୍ୟୁଟିରେ ପଠାଇବା ଗୋଟେ ଯାହା ଆମେ ତଥ୍ୟ ନେଇଛୁ, ଏଇଟା ଗୋଟେ ରେଗୁଲାର ପ୍ରୋସେସ୍। ତ ତାପରେ ମଧ୍ୟ ପିଲା ଯାଇକି ପହଞ୍ଚିଛନ୍ତି, ତାପରେ ମଧ୍ୟ ପିଲା ଆସି ଫେରି ଆସିଛନ୍ତି। କିନ୍ତୁ ଏ ପିଲାଟି ପହଞ୍ଚି ପାରିନି, ତାର ମୋବାଇଲ ସୁଇଚ୍ ଅଫ୍ ଅଛି। ତ କ'ଣ ଲାଗୁଛି ସେ କେମିତି, କ'ଣ ସେ ଜୀବିତ ନା ମୃତ, ଏଇଭଳି ଗୋଟେ ଆଶଙ୍କା ମଧ୍ୟ ରହିଛି? ଦେଖନ୍ତୁ, ବର୍ତ୍ତମାନ ତ ୟା ଉପରେ ଆମେ ଅଧିକ ତଥ୍ୟ କିଛି କରିପାରିବୁନି। କାହିଁକି, ଯେତେବେଳେ ତଦନ୍ତ ବର୍ତ୍ତମାନ ପୋଲିସ ଅଧିକାରୀଙ୍କ ହାତରେ, ଆମେ ତ କୌଣସି ଫିଲ୍ଡ କି ଯାଇକି ତଦନ୍ତ କରିବାର ଆମ ପାଖରେ ସେ ଇଏ ନାହିଁ ନା, ଚ୍ୟାନେଲ କିଛି ନାହିଁ। ତେଣୁ ପ୍ରତ୍ୟେକ ଜିନିଷକୁ ପୋଲିସ ଗୁରୁତ୍ୱର ସହିତ ନେବେ ବୋଲି କହିଛନ୍ତି ଏବଂ ନେଉଛନ୍ତି, ଯାହା ଆମ ପାଖରେ ଖବର ଅଛି। ଆଶା କରୁଛି ଏ ଜିନିଷ ଖୁବ୍ ଶୀଘ୍ର ସମାଧାନ ହେଇଯାଇପାରେ ଏବଂ ପିଲା ଫେରିଆସୁ। ମୁଁ ଠାକୁରଙ୍କୁ ଡାକୁଛି କିନ୍ତୁ ପିଲା ଫେରିଆସୁ, ତାର ପରିବାର ମଙ୍ଗଳ। ହଁ, ଆମେ 3ଟି ପେପରରେ ବିଜ୍ଞାପନ ଦେଇଛୁ। ଯେହେତୁ ବିଶାଖାପାଟଣାଟା ମାନେ ଷ୍ଟେଟ୍ ହେଉଛି ଗୋଟେ ତେଲୁଗୁ ଭାଷାଭାଷୀ ଷ୍ଟେଟ୍ ମ୍ୟାକ୍ସିମମ୍, ସେଇଠୁ ତେଣୁକରି ଆମେ ତେଲୁଗୁ ପେପରରେ ମଧ୍ୟ ଦେଇଛୁ, ଇଂଲିଶ ପେପରରେ ଦେଇଛୁ, ଓଡ଼ିଆ ପେପରରେ ମଧ୍ୟ ଦେଇଛୁ ଏବଂ ତାକୁ ସୋସିଆଲ ମିଡ଼ିଆରେ ଫେସବୁକ୍ ମାଧ୍ୟମରେ ୱାଇଡଲି ମଧ୍ୟ ସାର୍କୁଲେଟର ମଧ୍ୟ କରିଛୁ, ଯେମିତି ମେସେଜଟା ପ୍ରାୟ ଲୋକଙ୍କ ପାଖରେ ପହଞ୍ଚି ପାରିବ।